ତୁମେ କେବେ ଆକର୍ଷଣକୁ ଅନୁଭବ କରିଛ? ତୁମେ ପାର୍କରେ ବସିଥିବ କିମ୍ବା ରାସ୍ତାରେ ଯାଉଥିବ କିମ୍ବା କୌଣସି ସପିଂ ମଲରେ ଥିବ। ଯଦି କୌଣସି ସୁନ୍ଦର ଝିଅକୁ ଦେଖିଦିଅ, ଆଖି ଯଦି ସୁନ୍ଦର ଝିଅ ଉପରେ ପଡ଼ିଯାଏ, ସେ ଆଖି ବାର ବାର ସେଠିକି ଟାଣି ହେଇଯାଏ। ଅନୁଭବ କେବେ ହେଇଛି? ନିଶ୍ଚିନ୍ତ ହେଇଥିବ। କିନ୍ତୁ ଅନୁଭବ ହବା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ମନରେ ଏହି ପ୍ରଶ୍ନ ଆସିବା କି ଏମିତି କାହିଁକି ହୁଏ, କ'ଣ ପାଇଁ ଏହି ଆକର୍ଷଣଟା ହେଉଛି। କିଛି ୟାକୁ ସ୍ୱାଭାବିକ ଭାବନ୍ତି, କିଛି ୟାକୁ ପାପ ବୋଲି ଭାବନ୍ତି, କିନ୍ତୁ ବାସ୍ତବିକ କଥା ହେଉଛି ଏହା ଏକ ସ୍ୱାଭାବିକ ଆକର୍ଷଣ। ଶରୀରରେ ହରମୋନ ଅଛି, ମନରେ ଇଚ୍ଛା ଅଛି, ଆଖି ସୌନ୍ଦର୍ଯ୍ୟତାକୁ ଧରେ। ପ୍ରୋବ୍ଲେମ ଏଠି ନୁହେଁ। ପ୍ରୋବ୍ଲେମ ସୌନ୍ଦର୍ଯ୍ୟକୁ ଦେଖିବାରେ ନାହିଁ, ପ୍ରୋବ୍ଲେମ ଆକର୍ଷଣରେ ନାହିଁ। ପ୍ରୋବ୍ଲେମ ହେଉଛି ମନ ସେହି ଆକର୍ଷଣକୁ ଧରି ରଖିବା। ଯଦି ଆକର୍ଷଣ ଖରାପ ନୁହେଁ, ତେବେ ଜଣେ ବର୍ବାଦ ହେବା ଆଗରୁ ତାକୁ ତ ଆକର୍ଷଣ ହିଁ ଆସିଥାଏ ନା। ବାସ୍ତବିକ କଥା ହେଉଛି ଆକର୍ଷଣ ସ୍ୱାଭାବିକ, ଆକର୍ଷଣ ପ୍ରକୃତିର ନିୟମ। କିନ୍ତୁ ମନ ଯଦି ଆକର୍ଷଣର ଦାସତ୍ୱ ହେଉଛି, ତେବେ ଅସୁବିଧା ତୁମ ଭିତରେ ଅଛି। ସୁନ୍ଦର ଝିଅକୁ ଦେଖିବା ଅସୁବିଧା ନୁହେଁ, ସୁନ୍ଦର ଝିଅକୁ ଦେଖିବା ପାପ ନୁହେଁ। କିନ୍ତୁ ମନରେ ଯଦି କଳ୍ପନା କରିବା, ଭୋଗ ବିଳାସର ଆଶା ରଖିବା, ଏହା ହିଁ ପାପ, ଅଶାନ୍ତି ଏଇଠି ଆରମ୍ଭ ହୁଏ। ତେବେ ଆକର୍ଷଣ କାହିଁକି ଆସୁଛି ଏହା ପ୍ରଶ୍ନ ନୁହେଁ। ପ୍ରଶ୍ନ ହେଉଛି ଏହା କି ଆମେ ଆକର୍ଷଣ ପ୍ରତି ଟାଣି କ'ଣ ପାଇଁ ହେଇଯାଉଛନ୍ତି, ଆମେ କ'ଣ ପାଇଁ ଆକର୍ଷଣ ପ୍ରତି ଆକର୍ଷିତ ହେଇଯାଉଛେ। କାରଣ ମନ ଖାଲି ଅଛି, ମନରେ କୌଣସି ଟାର୍ଗେଟ ନାହିଁ, ମନରେ କୌଣସି ବଡ଼ ସ୍ୱପ୍ନ ନାହିଁ, ମନରେ ଉଚ୍ଚ ଆକାଂକ୍ଷା ନାହିଁ, ଯାହାଦ୍ୱାରା ମନ ଖାଲି ପଡ଼ିଛି, ଯୁଆଡ଼େ ଇଚ୍ଛା ସିଆଡ଼େ ଯାଉଛି। ଯେଉଁ ବ୍ୟକ୍ତି ମନରେ ଉଚ୍ଚ ଆଶା ଥାଏ, ନିଜର ଲକ୍ଷ୍ୟ ଥାଏ, ସେ ସବୁ କିଛି ଦେଖିବେ, ସବୁ ଆକର୍ଷଣ ତାଙ୍କ ପାଖକୁ ଆସିବ, କିନ୍ତୁ ସେ ଆକର୍ଷଣରେ ଫସିବେ ନାହିଁ। ଆକର୍ଷଣକୁ ଏଡ଼ାଇ ନିଜ ଲକ୍ଷ୍ୟକୁ ପୂରଣ କରିବେ। ନିଜ ଲକ୍ଷ୍ୟ ଉପରେ ତାଙ୍କର ଲକ୍ଷ୍ୟ ଥିବ, ସେ ସର୍ବଦା ନିଜ କାମରେ ବ୍ୟସ୍ତ ରହିବେ। ଗୋଟେ କଥା ମନେ ରଖ, ସେ ଝିଅ ଗୋଟେ ମଣିଷ, କୌଣସି ବସ୍ତୁ ନୁହେଁ ଯାହାକୁ ଆଖିରେ ଉପଭୋଗ କରାଯାଇପାରିବ। ଉପଭୋଗ ଦୃଷ୍ଟି ଆଉ ସମ୍ମାନ ଦୃଷ୍ଟି ଦୁଇଟି ଆକାଶ ପାତାଳ ତଫାତ। ଯଦି ତୁମେ ଏହିପରି ଆକର୍ଷଣକୁ ଆକର୍ଷିତ କରୁଛ ବା ଏହିପରି ଆକର୍ଷଣ ଦ୍ୱାରା ଟାଣି ହେଇଯାଉଛ, ଏକୁ ପ୍ରୋବ୍ଲେମ ଭାବିବା ଆବଶ୍ୟକ ନାହିଁ, ସାଧାରଣ କଥା। କେବଳ ଏତିକି ମନେ ରଖ, ଜାଗ୍ରତ ରୁହ, ଚେତାରେ ରୁହ। ଯେତେବେଳେ ଆକର୍ଷଣ ହେଉଛି ସ୍ୱୀକାର କରିନିଅ କି ହଁ ଆକର୍ଷଣ ହେଲା, ମୁଁ ଆକର୍ଷିତ ହେଇଗଲି। କାହିଁକିନା ତୁମେ ଯେତେବେଳେ ସ୍ୱୀକାର କରିନେବ, ସେତେବେଳେ ତୁମେ ରିଲାକ୍ସ ହେଇଯିବ, ତୁମ ଭିତରେ ଜାଗ୍ରତତା ଆସିଯିବ, ଅର୍ଥାତ୍ ତୁମ ଭିତରେ ଯେଉଁ ଚେତନାଟା ଅଛି ସେ ଜାଗ୍ରତ ହେଇଯିବ। ଦ୍ୱିତୀୟ, ଲମ୍ବା ସମୟ ଏ ଜିନିଷକୁ ରଖନି ମନରେ। ନିଜ ଯେଉଁ କାମ କରୁଛ ସେ କାମ ଉପରେ ଫୋକସ୍ କର, ଅର୍ଥାତ୍ ପ୍ରେଜେଣ୍ଟ ମୋମେଣ୍ଟକୁ ସାଙ୍ଗେ ସାଙ୍ଗେ ପଳେଇ ଆସ। ତୁମେ ନିଜକୁ ପଚାରିବା ଆରମ୍ଭ କରିଦିଅ କି ମୋର କିଛି ଟାର୍ଗେଟ ଅଛି କି, ମୋ ଜୀବନର କିଛି ଉଦ୍ଦେଶ୍ୟ ଅଛି, ମୋ ଜୀବନର କିଛି ଲକ୍ଷ୍ୟ ଅଛି। ଯଦି ମୋ ଜୀବନର ଲକ୍ଷ୍ୟ ଅଛି, ଏହି ଛୋଟ ଛୋଟ ଆକର୍ଷଣ ଦ୍ୱାରା ଆକର୍ଷିତ ହେଲେ କ'ଣ ମୋ ଜୀବନର ଲକ୍ଷ୍ୟକୁ ପୁରା କରିପାରିବି? ଏହି କୋଶ୍ଚିନ୍ ତମେ ନିଜକୁ ପଚାରିବା ଆରମ୍ଭ କରିଦିଅ। କାରଣ ଜୀବନ ଯେତେବେଳେ ଉଚ୍ଚକୁ ଯାଏ, ଜୀବନଟା ଯେତେବେଳେ ଆମେ ଉଚ୍ଚକୁ ନେବାକୁ ଚେଷ୍ଟା କରନ୍ତି, ସେତେବେଳେ ଛୋଟ ଛୋଟ ଆକର୍ଷଣ ଫିକା ପଡ଼ିଯାଏ। ଦୋଷ ସୁନ୍ଦରତାରେ ନୁହେଁ, ଦୋଷ ହେଉଛି ଆମ ଅବିବେକୀ ମାନେ ଅଚେତନ ଅବସ୍ଥାରେ। ଯଦି ଆମର ବୁଦ୍ଧି ଜାଗ୍ରତ ଥିବ, ବୁଦ୍ଧି ଯେତେବେଳେ ଚେତନ ଅବସ୍ଥାରେ ଥିବ, ସେତେବେଳେ ମନ କାହାର ଦାସ ହବନି, ନା କୋଉ ଭାବନାର, ନା କୌଣସି ବ୍ୟକ୍ତିର। ଯଦି ତୁମେ ଏପରି ସ୍ଥିତି ଭିତରେ ଅଛ, ତୁମକୁ ଲାଗୁଛି ଏଇଟା ପ୍ରୋବ୍ଲେମ, ସବୁଠୁ ପ୍ରଥମ କାମ, ନିଜକୁ ଦୋଷ ଦିଅନି, ମୁକ୍ତି ହେଇଯାଅ, ଅର୍ଥାତ୍ ଫ୍ରି ହେଇଯାଅ, ରିଲାକ୍ସ ହେଇଯାଅ, ତାକୁ ଗ୍ରହଣ କର କି ହଁ ଏ ଗୋଟେ ପ୍ରୋବ୍ଲେମ ଅଛି, ଆଉ ଏ ପ୍ରୋବ୍ଲେମ ବେଶୀ ସମୟ ମୋ ସହିତ ରହିବନି, ଜାଗ୍ରତ ହେଇଯାଅ। ଦ୍ୱିତୀୟ, ନିଜକୁ ସବୁବେଳେ ଉଚ୍ଚ କାମରେ ଲଗାଅ, ସବୁବେଳେ ନିଜକୁ ବିଜି ରଖ, ଆଉ ନିଜର ଉଦ୍ଦେଶ୍ୟ ସବୁବେଳେ ବଡ଼ ରଖ। ପ୍ରତ୍ୟେକ ମୁହୂର୍ତ୍ତର
उद्देश्य को बड़ रख। तुम जो काम करुच से काम केमती बेहतर वे रे हो से काम केमती बेस्ट तरीका रे हो तापर फोकस कर। कारण जीवन युद्ध बाहर नुहे भितर होता है। मन सहित लड़िबा मन को जितवा प्रत्येक मुहूर्तर उद्देश्य होता दरकार। तुमको जब वीडियो भल लगी वीडियो को लाइक कर, मो चैनल को सब्सक्राइब कर। एमती वीडियो तुमको प्रत्येक दिन देखिया को मिलियो। थैंक यू सो मच।